नमस्कार दर्शक बंधु, जय जगन्नाथ। दर्शक बंधु এই ভিডিଓକୁ ଜମା ବି ସ୍କିପ୍ କରିବେ ନାହିଁ, ଲାଷ୍ଟ ଯାଏ ଦେଖନ୍ତୁ। ଆସନ୍ତୁ ଦେଖିବା ଆଜିର ପ୍ରଥମ ପ୍ରଶ୍ନ। କ'ଣ ଖାଇଲେ ପେଟର କୃମି ଶୀଘ୍ର ମରିଯାଆନ୍ତି? ଅପସନ୍ ଏ ତୁଳସୀ ପତ୍ର, ଅପସନ୍ ବି କଞ୍ଚା ଲଙ୍କା, ଅପସନ୍ ସି ଅଦା, ଅପସନ୍ ଡି ପୋଦିନା ପତ୍ର। ଦର୍ଶକ ବନ୍ଧୁ ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପୋଦିନା ପତ୍ର। ପୋଦିନା ପତ୍ର ଖାଇଲେ ପେଟର କୃମି ସବୁ ମରିଯାଆନ୍ତି। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ରାତିରେ ଖାଦ୍ୟ ଖାଇସାରିବା ପରେ କ'ଣ ଖାଇଲେ ହଜମ ଶକ୍ତି ବଢ଼ିଥାଏ? ଅପସନ୍ ଏ ତୁଳସୀ ପତ୍ର, ଅପସନ୍ ବି ବାଦାମ, ଅପସନ୍ ସି ଲବଙ୍ଗ, ଅପସନ୍ ଡି ପାନମଧୁରୀ। ଦର୍ଶକ ବନ୍ଧୁ ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପାନମଧୁରୀ। ରାତିର ଖାଇସାରିବା ପରେ ପାନମଧୁରୀ ଖାଇଲେ ହଜମ ଶକ୍ତି ବଢ଼ିଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ପତ୍ର କାଢ଼ା ବନେଇ ପିଇଲେ ପେଟ ବ୍ୟଥା ହେଉଥିଲେ ତୁରନ୍ତ ଆରାମ ମିଳିଥାଏ? ଅପସନ୍ ଏ ଲବଙ୍ଗ, ଅପସନ୍ ବି ଅଦା, ଅପସନ୍ ସି ତେଜପତ୍ର, ଅପସନ୍ ଡି ତୁଳସୀ ପତ୍ର। ଦର୍ଶକ ବନ୍ଧୁ ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ତେଜପତ୍ର। ତେଜପତ୍ରରେ କାଢ଼ା ବନେଇ ପିଇଲେ ପେଟ ବ୍ୟଥା ହେଉଥିଲେ ଶୀଘ୍ର ଆରାମ ମିଳିଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ତରକାରୀରେ ଲୁଣ ମାତ୍ରା ଅଧିକ ହୋଇଥିଲେ ସେଥିରେ କ'ଣ ପକାଇବା ଦ୍ୱାରା ଲୁଣ ମାତ୍ରା କମିଯାଏ? ଅପସନ୍ ଏ ଧନିଆ ପତ୍ର, ଅପସନ୍ ବି ପିଆଜ, ଅପସନ୍ ସି ରସୁଣ, ଅପସନ୍ ଡି କଞ୍ଚା ଆଳୁ। ଦର୍ଶକ ବନ୍ଧୁ ସମୟଟି ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କଞ୍ଚା ଆଳୁ। ଲୁଣ ମାତ୍ରା ଅଧିକା ହୋଇଥିଲେ ତରକାରୀରେ କଞ୍ଚା ଆଳୁ ପକାଇଲେ ଲୁଣ ମାତ୍ରା କମିଯାଇଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଅଧିକ ତେନ୍ତୁଳି ଖାଇବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ? ଅପସନ୍ ଏ ହାର୍ଟ ସମସ୍ୟା, ଅପସନ୍ ବି କିଡନୀ ସମସ୍ୟା, ଅପସନ୍ ସି ଅପସନ୍ ଡି ହଇଜା। ଦର୍ଶକ ବନ୍ଧୁ ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ହାର୍ଟ ସମସ୍ୟା। ଅଧିକ ତେନ୍ତୁଳି ଖାଇଲେ ହାର୍ଟ ସମସ୍ୟା ହୋଇଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଗଧର ପରିସ୍ରା ପିଇବା ଦ୍ୱାରା କେଉଁ ରୋଗ ଗୁଡ଼ିକ ଭଲ ହୋଇଯାଏ? ଅପସନ୍ ଏ ଅର୍ଶ, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ପାଗଳ ରୋଗ, ଅପସନ୍ ଡି ମଧୁମେହ। ଦର୍ଶକ ବନ୍ଧୁ ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ପାଗଳ ରୋଗ, ଅପସନ୍ ଡି ମଧୁମେହ ରୋଗ। ଏହି ଦୁଇଟି ରୋଗ ଗଧର ପରିସ୍ରା ପିଇଲେ ଭଲ ହୋଇଥାଏ। ଆସନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ।
ଗେଣ୍ଡା ମାଂସ ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଜଣ୍ଡିସ, ଅପସନ୍ ବି ହଇଜା, ଅପସନ୍ ସି ବ୍ଲଡ ପ୍ରେସର, ଅପସନ୍ ଡି ହାର୍ଟ ରୋଗ। ଦର୍ଶକ ବନ୍ଧୁ ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ ସମୟଟି ସରିଯାଇଛି। ଆପଣମାନେ ଏହି ପ୍ରଶ୍ନର ଉତ୍ତର ଜାଣିବା ଆଗରୁ ଭିଡ଼ିଓ ଗୋଟେ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ହଇଜା। ଗେଣ୍ଡା ମାଂସ ଖାଇଲେ ହଇଜା ରୋଗ ଭଲ ହୋଇଥାଏ। ଦର୍ଶକ ବନ୍ଧୁ ଆପଣମାନେ ଏହି ଚ୍ୟାନେଲରେ ନୂଆ ଅଛନ୍ତି ଯଦି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଅଲ୍ ନୋଟିଫିକେସନ୍ ପାଆନ୍ତୁ। ଆପଣମାନେ ଏହି ଭିଡ଼ିଓକୁ ଲାଷ୍ଟ ଯାଏ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।